सो हेलो गाइस समस्त को उद्दिष्ट तटका चैनल को स्वागत। मो चैनल को लाइक करेंगे, कमेंट करेंगे, शेयर करेंगे। फ्रेंड्स गुड मॉर्निंग, जय जगन्नाथ, जय श्याम। फ्रेंड्स आज हूँ मोर लास्ट डेट, कहीं मुझे गाँव को पढ़ेबी। आज लास्ट डे मु कौन ड्यूटी कर चलती जो ये मु सका उठी अच्छी पाखे ये देखो मो पछपटे एमती सब घर था। ये सब मजा मस्ती करी भी लोक समस्ते मत भल जानते भी ये प्रोग्राम मत डाकती आउ तुम रहीपर चलते जा देखिए। फ्रेंड्स देखो मो ये खाଇବା बना चलती। ये जो आमलेट टाइप बना हम 8टा अंडा बना हो सी आहरी अधिक अंडा बना करते मुझे ना मुझे अंडा खाई पारे से मो कम अंडा कले। आइटम ना हूँ बक्सर राइस। फ्रेंड्स देखो आमलेट केड़े बड़ प्रोसेसटा केमी बुलेले से ठीक हम फाटबनी से टाइप हो दोसा जमती हुए यहाँ सेमती हो आइटम आइटम राइस नूडल्स चिकेन अंडा बहुत किसी जिनस अच्छी से आइटम बनवा प्रोसेसटा भी आप देखो। बक्सर राइसटा जन खाई पार ना यहाँ कपल मान ठीक किंतु मोर आज लास्ट डेट तो मुझे दादा आज बक्सर राइस टे बना मु खाई जी। दादा मो कथा शुणी कले गोटे कथा हाँ चा आज तो बनवा। फ्रेंड्स के भाई बना हो देखो ता चारिपटे के भाई तेल देगी साइज मारा हो छुरी मारा छुरी मारा हो सारापर देखो भाई करा हो। फ्रेंड्स देखो टोटाल पूरा बाहर करा हो टिके पशु पढ़े गले पूरा छेन छपे हो बागेकी बाहर कर पूरा बाहर गला। यहाँ बक्सर राइस बेस्टा तार सबू किसी हम देखो बागेकी कि भाई रखा भर तार मेन जिनस राइस नूडल्स चिकेन ग्रेवी सब गाजर पियाज बीन्स कैप्सिकम रेड कैप्सिकम अंडा अंडा। फ्रेंड्स ताको भल भाव भाजिकी तादे मसला मसली सब पड़ो। चिकेन पड़ा बॉयल चिकेन पड़ा छुआ चिकेन भी पड़ो। चिल्ली चिकेन आम जो चिकेन छाई था से चिकेन पड़ो कहीं सब जिनस पड़ी टेस्ट सब जिनस पड़े टेस्ट भी आप जानते। आसला सब मसला मिसा हम राइस दिहला नूडल्स भी दिखाई देखो कि भाव दादा ताको मिसौं सब दादा हिसाब से मसला देवे सब। इटा मो आसला दिन जो भाई खाई तो मो देखिक मन पड़ जाता दादा बक्सर राइस टे बना मुझे रेसीपीटा टे जानवी कहले हाँ हाँ ये भी बहुत बनाई मो रेसीपीटा भल टे जापारे मुझे टे घर भी ट्राए करी तो से मो जिनसटा भल न जानले कमी बनइबी सब किसी जिनस डिफरेंस मसला सब पड़ू राग मिठा सब टे खटा मिठा रहे खावा को भाई टेस्टी भी लगे माने ये जीजन सफिसीयंट खाइबे जन खाई पारे ना माने बाहुबली ओल आप शुथे ये बक्सर राइस जो बाहुबली राइस भी आपको कहले भी कम हेनी
କାହିଁକିନା ଏଇଠି ଦେଖନ୍ତୁ ତାକୁ କିଭଳି ଭାବେ ସଜାଇ ଦିଆଯାଉଛି। କାହିଁକି ମୁଁ କହିଲି ବାହୁବଲି ଆଇସ୍ କହିଲେ ହବନି। ବାହୁବଲି ଓଲ୍ଡଟା ଯେମିତି ଲମ୍ବା ଆଉ ବଡ଼ ହେଇଥାଏ, ଏଇଟା ସେମିତି ଛୋଟ ଦେଖାଗଲେ କ'ଣ ହବ। ଆଉ କମାଲ ବାହୁବଲି ଓଲ୍ଡ ଲାଖେ ଇଏ ସବୁ ଚାଇନିସ୍ ଆଇଟମ୍। ମୁଁ ବି ଅଳ୍ପ କିଛି ଆଇଟମ୍ ଚାହିଁଛି। ଗାଁକୁ ତ ଯାଇଛି ଫାଷ୍ଟଫୁଡ୍ ଦୋକାନ ଦେବା ପାଇଁ। ଦେଖିବା ଘରେ କ'ଣ କହୁଛନ୍ତି, ସେ ଉପରେ ମୁଁ ଆପଣମାନଙ୍କୁ ଭିଡ଼ିଓ ଦେବି। ଏବେ ତାର ଗ୍ରେଭିଟା ବନାହେଉଛି, ବକ୍ସ ଆସିବ ଗ୍ରେଭି। ଅଦା ଶୁଖିବା ଲଙ୍କା କିମ୍ବା କ୍ୟାପ୍ସିକମ୍, ପିଆଜ, ରେଡ୍ କ୍ୟାପ୍ସିକମ୍ ସବୁକୁ ଭଲ ଭାବେ ମ୍ୟାରିନେଟ୍ କରାହୋଇଛି। ମୁଁ ଏଇଠି ଚିକେନ୍ ପକେଇଲି। କହିଲେ ଆଗ କରିବି କି ନାହିଁ, ମୁଁ କହିଲି ଦାଦା ହଁ, ଦେଖିବାକୁ ଯେମିତି ସେଇଟା ସୁନ୍ଦର, ଖାଇବାକୁ ବି ସେମିତି ଭାରି ଭଲ। ସବୁ କିଛି ଜିନିଷ ପବ୍ଲିକ୍ ଆଗକୁ ନେବାକୁ ତ ସମ୍ଭବ ନୁହଁ। ସେଥିପାଇଁ ମୁଁ ଯେଉଁଟା ପବ୍ଲିକ୍ ଆଗକୁ ନେଇହେବ ମୁଁ ସେଇଟା ନେଉଛି। କାହିଁକିନା ସବୁ ଜାଗାରେ ତ ରେଷ୍ଟୁରାଣ୍ଟ ହୋଟେଲ ଲାଇନ୍ ଆପଣ ଜାଣିଥିବେ, ମୋବାଇଲ୍ ଆଲାଉ ନଥାଏ। ଆମ ଦ୍ୱାରା ଯେତିକି ସମ୍ଭବ ଆମେ ସେତିକି ନେଇଥାଉ। ସବୁ ସକ୍ସ ଲେମ୍ବୁ ହେକା ପଡ଼ିଥିଲା, ଗ୍ରେଭି ବି ହେଇ ଆସିଲାଣି। ଗୋଲମରିଚ ଗୁଣ୍ଡ ହେକା ସବୁ ପଡ଼ିଲା। ପଡ଼ି ସାରିଲା ପରେ ଗ୍ରେଭି ସବୁ ତ ମସଲା ପଡ଼ୁଛି। ଆପଣମାନେ ବି ଏଇଟା ଘରେ ବି ଟ୍ରାଏ କରିପାରିବେ। ଇଏ କିଛି କଷ୍ଟ ଆଇଟମ୍ ନା, ଭାରି ସହଜ। ମାନେ ଖାଇବାକୁ ଫ୍ୟାମିଲି ପାଇଁ ବି ଏଇଟା ଠିକ୍। ଲୋକ କହୁଛନ୍ତି ଆଇଟମ୍ଟା ବନେଇଦେବା ସହଜ, ଦେଖିବା ଅପେକ୍ଷା ବନେଇବାଟା ଭାରି କଷ୍ଟ। କାହିଁକିନା କେଉଁ ଆଇଟମ୍ରେ କେତେ କ'ଣ କେତେ ପଡ଼ିବ ସେସବୁ ଭାଗ ନ ଜାଣିଲେ ଖାଲି କହିଦେଲେ କାମଟା ହୁଏନି। ଆଇଟମ୍ ପାଇଁ କ'ଣ କ'ଣ ମସଲା ଦରକାର, କ'ଣ ସବୁ ଜିନିଷ ଦରକାର, ସେସବୁ ଆମକୁ ଆଣିକି ରେଡ଼ି କରିକି ରଖିବାକୁ ପଡ଼ିବ। କାହିଁକିନା ଗୋଟେ ଆଇଟମ୍ ବନେଇବାକୁ ହେଲେ ତାର ବିଭିନ୍ନ ପ୍ରକାର ମସଲା ଅଛି, ସେସବୁ ଜିନିଷକୁ ଆମକୁ ଆଣିକି ରଖିବାକୁ ପଡ଼େ। ସେଇ ହିସାବରେ ଆମେ ସବୁ ନ ରଖିଲେ ଗୋଟେ ଆଇଟମ୍କୁ କେମିତି ଆମେ ଭଲ ଭାବେ ବନେଇବା। ଗ୍ରେଭି ବି ହେଇ ଆସିଲାଣି, ରାଇସ୍ ଉପରେ ଦିଆହେବ। ମୋ କହିବା ଦାଦା ଏତିକି ଥାଉ। ଆଜି ବି ବହୁତ ମୋତେ ମନ ଦୁଃଖ ଲାଗୁଛି, କାହିଁକିନା ଗୋଟେ ଜାଗାରେ ମୁଁ 10 ମାସ ଏକା କାମ କରି ଆସୁଥିଲି। ଆଜି ଯେହେତୁ ମୋ ଲାଷ୍ଟ, ମୋତେ କେମିତି ଲାଗୁଥିବ ଆପଣମାନେ ଜାଣୁଥିବେ। ଲାଷ୍ଟ ତ ବହୁତ କିଛି ଦୁଃଖ ଲାଗେ। ସେଥିପାଇଁ ମୁଁ ଏଇ ଜାଗାରେ ରହୁଥିଲି, ଏଇ କଲୋନୀରେ ମୁଁ ରହେ। ଭିତରକୁ ମୋ ରୁମ୍ ତ ମୁଁ ଆପଣଙ୍କୁ ଫାଷ୍ଟରୁ ଦେଖାଇ ଦେଇଛି। ମାନେ ଏଠି ଲୋକ ଯେମିତି ଭଲ, ଏଠି ଲୋକଙ୍କ ସହିତ ମୁଁ ଯେତେ ଦିନ ମିଶି ଯାଇଥିଲି ସମସ୍ତେ ମୋତେ ଭଲ ଭାବରେ ଜାଣିଛନ୍ତି। ଏଠି ସମସ୍ତେ ଛୋଟୁ ହେଲେ ମୋତେ ଜାଣନ୍ତି, କିଏ ଯୁଧିଷ୍ଠିର ଜଣେ, କିଏ ଛୋଟୁ ଜଣେ। ଏଠି ଛାଡ଼ିକି ଯିବାକୁ ଇଚ୍ଛା ହଉନି, କ'ଣ କରିବା। ସମୟ ଆସିଲେ ତ ସବୁ ଜାଗା ଚେଞ୍ଜ ହୁଏ, ଜାଗା ଯେମିତି ଚେଞ୍ଜ ହୁଏ ସବୁ କିଛି ଚେଞ୍ଜ ହୁଏ। ଘରେ ବି କାମ କିଛି ଅଛି, ସେ ସବୁ କାମ ହେବ, ମୁଁ ଆପଣଙ୍କୁ ସବୁ କିଛି ଦେଖାଇବି। ମାନେ ଜାଗା ଯେମିତି ଏଠି ଭଲ, ଲୋକ ସେମିତି ଭଲ, ଏଠାକାର ବ୍ୟବହାର ବି ଭଲ, ଖାଇବା ପିଇବା ସବୁ ଭଲ। ଏଠି ବି ମୁଁ ଗଣେଶ ପୂଜା ପ୍ରୋଗ୍ରାମ୍ ସେଲିବ୍ରେସନ୍ କରିଥିଲି, ଆପଣମାନେ ବି ଦେଖିଥିବେ। ଏଠି ମୁଁ ଆସିଲେ ମାନେ ଏଠି ବି ମୋ ଗାଁ ଲୋକ ବି ମୋତେ ମିଳିଛନ୍ତି। ମୁଁ ଭାବିନଥିଲି ମୁଁ ଯେଉଁଠି ରହିବି ମୋ ଗାଁ ଲୋକ ମିଳିବେ, କିନ୍ତୁ ଏଠି ମୋତେ ମିଳିଲେ। ଏଠି ଯେମିତି ମୋତେ ଗାଁ ଲୋକ ମିଳିଲେ, ସେମିତି ମୋତେ ଜୟଦେବ ବିହାର ବି ମୋ ଗାଁ ଲୋକ ମିଳିଥିଲେ।
ଆମେ ସମସ୍ତେ କେତେ ଫ୍ରି ଟାଇମ୍ ସ୍ପେଣ୍ଡ ଆମ ଗାଁ ଲୋକ ସବୁ ବସୁ କଥାବାର୍ତ୍ତା ହଉ ଗାଁ କଥା ଆଲୋଚନା ହେଲେ କିଭଳି ଖୁସି ଲାଗେ ଆପଣ ତ ଜାଣିଛନ୍ତି ଆଉ। ଫ୍ରେଣ୍ଡସ୍ ଦେଖନ୍ତୁ ପ୍ରବଳ ବର୍ଷା ମୁଁ ଅବିକା ମଧୁସୂଦନ ପାର୍କ ପାଖାପାଖି ଆସି ପହଞ୍ଚି ଯାଇଛି। ମତେ ବି ଗାଁକୁ ଯିବାର ଅଛି। ପ୍ରବଳ ବର୍ଷା ହେଉଥିଲା ମୁଁ ରାପିଡୋ ବୁକିଂ କରିକି ଅଟୋ ବୁକିଂ କରିଥିଲି ଅଟୋରେ ଯାଉଛି। ବସ୍ ଯିବି ଘାଟରେ ଯିବି ସେମିତି କହି ହଉନି। ମୁଁ ଖଣ୍ଡଗିରି ପହଞ୍ଚିଲେ ଯାହା ଜଣା ପଡ଼ିବ। ମୋ ବ୍ୟାଗ୍ ଏଇଠି ଦେଖନ୍ତୁ ଆଉ ଅଖା ଦୁଇଟା ବି ଅଛି। ମାନେ ଏକାଥରକେ ଗଲା କି ସବୁ ଜିନିଷ ନେଇକି ଯିବାକୁ ଯୋଉ କଷ୍ଟ କହିଲେ ନ ସରେ କାହିଁକିନା ସବୁ ଜିନିଷ ମାଇକି ବସଷ୍ଟାଣ୍ଡକୁ ଆସ ବସଷ୍ଟାଣ୍ଡରୁ ବସ୍ ଚଢ଼ାଅ କି ଅଟୋ ନିଅ ପୁଣି ଗାଁ ବଜାରଠୁ କାହାକୁ ଫୋନ୍ କରିକି ଡାକ ସିଏ ଆସିକି ନେବେ ସେମିତି ସବୁ କିଛି ଲାଗୁଥାଏ। ବାବା ଅଲରେଡି ବର୍ଷା ଟିକେ ଛାଡ଼ି ଆସିଲାଣି। ଭୁବନେଶ୍ୱର ତ ଟିକେ ବେଙ୍ଗ ମୁତିଲେ ଯେମିତି ପାଣି ହୁଏ ସେମିତି ହେଇଛି। ଏଇଠି ଫ୍ରେଣ୍ଡସ୍ ମୁଁ ଅବିକା ବସରେ ବସି ଯାଇଛି। ଦେଖନ୍ତୁ ବସରେ ବସି ସାରିଲା ପରେ ବର୍ଷା ଯୋଉ ପକେଇଛି କିଭଳି ପାଗ ଦେଇଛି। ତଥାପି ଗାଁ ଲୋକଙ୍କୁ ଭଲ ସୁବିଧା କାହିଁକିନା ଏବେ ତ ଧାନ ଚାଷ ଟାଇମ୍ ଧାନ ରୁଆ ରୁଇ ସବୁ କିଛି ଏଇଠି ଦେଖନ୍ତୁ ଗାଁ ପାଖାପାଖି ଆସିଯାଇଛି ମୁଁ। ଆମ ଏପଟେ ଧାନ ଚାଷ ଯୋଗ ହଉଥିଲେ ଏଇଠି ଦେଖନ୍ତୁ ବିଲ ବି ଧାନ ରୁଆ ରୁଇ ଷ୍ଟାର୍ଟ ହେଇଗଲାଣି। କୋଉଠି ତ ରୁଆ ରୁଇ ଚାଲିଛି ବି କୋଉଠି ଧାନ ବି ଏବେ ପକା ହେଉଛି ରୁଇବା ପାଇଁ। ଆମ ଗାଁ ପଟେ ଧାନ ମୁଗ ବିରି କୋଳଥ ସବୁ ଆମ ପ୍ରଧାନ ଖାଦ୍ୟ। ଆଉ ଅଲଗା ସବୁ ଆମ ବାହାରୁ କିଣା ହେଇଥାଏ। ସବୁ କିଛି ତ ଗାଁରେ କରିବାଟା ସମ୍ଭବ ନୁହଁ। କାହିଁକିନା ସବୁ ଜାଗାରେ ସବୁ ଫସଲ ଯଦି ସମାନ ହୁଅନ୍ତା ଧରିତ୍ରୀ ମା ଥାଇକି କଣ ଲାଭ ସବୁ ଲୋକଙ୍କୁ ସମାନ ତ କରିଦେଇଥାନ୍ତେ। ସେଥିପାଇଁ କଥା ଅଛି ପାଞ୍ଚ ଆଙ୍ଗୁଳି କେବେ ସମାନ ହେଇନଥାଏ। ଗାଁ ପଟେ ଘର ଏଇଠି ସବୁ ଦେଖନ୍ତୁ। ଗାଁ ପଟେ ବିଲ ବାସ୍ନା ଯେମିତି ଅଲଗା ସେ ସବୁ ବାସ୍ନା କହିଲେ ନ ସରେ। ପ୍ରବଳ ବର୍ଷା ତଥାପି ସେଇ ଯୋଉ ମୁଣ୍ଡିଆ ଆପଣଙ୍କୁ ଦେଖାଯାଉଛି ସେ ମୁଣ୍ଡିଆ ଉପରେ ଆମ ଗାଁ ଶ୍ରୀରାମ ମନ୍ଦିର ମତେ ଟାଇମ୍ ହେଲେ ମୁଁ ଯିବି। ମୁଁ ପୁରା ବର୍ଷାରେ ଓଦା ହେଇଯାଇଛି ଏଇଠି ଦେଖନ୍ତୁ ମୁଁ ବସିଛି ଅବିକା। ମତେ ଏଠି ବସରେ ଆମ ଗାଁ ପାଖରେ ଜଣେ ଭାଇ ମିଳିଗଲେ ତାଙ୍କ ସହିତ କଥାବାର୍ତ୍ତା ହଉ ହଉ ମତେ ଟାଇମ୍ ଜଣା ପଡ଼ିଲାନି। ମୁଁ ରହୁଛି ନମସ୍କାର ଜୟ ଜଗନ୍ନାଥ ଜୟ ଶ୍ରୀରାମ ଆଗକୁ ବହୁତ ଭଲ